ଆସିବେ ପୁତ୍ର ଆସନ୍ତୁ। देखो देखो किए आसुछते आम पर कन्या आसुछते चकु उठाई परंतु देख आम पर कन्या आसुछते चकु उठाई परंतु देख आम पर कन्या आसुछन्ति। विशेष बर्तमान धन्यवाद है। वर्तमान समय अभ्यर्थना कार्य समाप्त होइछि। वर्तमान समय आम सुस्थिर बसिबा बर एवं कन्या को परामर्श देवाई आम मैंने प्रभुंकर दास को आम समर्थ अनुरोध कर परामर्श उपदेश आम समस्ते सहयोग करवा आगे को आम आह्वान कर कोई बाप्टिस्ट समय सभापति आज्ञा अच्छा बर को कन्या को किसी परामर्श वाक्य दे उत्साहित करेंगे आम समस्ते करकाल सहित स्वागत कर। प्रभु ये नवदंपति को एवं उपस्थित प्रत्येक प्रभु महान दास दासी गण को एवं विशिष्ट परिवार को आज शुभ कार्य प्रति आशीर्वाद मंगल करतु। पदे ये नवदंपति को परामर्श देवा पूर्व स्थानीय मंडल कर्मकर्ता गण को आम कोई बाप्टिस्ट एसोसिएशन प्रधान कर्मकर्ता मातृमंडल पालक महाशय कर्मकर्ता गण को एवं विभिन्न मंडल एवं शाखा मंडल गुड़िक आसुवा पालक दय एकंदय एवं प्रचारक एभली मान्यगण्य प्रभुक दास दासी मान पुणी आम स्थानीय ग्राम पंचायत सरपंच समिति सभ्य एवं कर्मकर्ता गण को एवं निमंत्रण पाई आसुवा प्रत्येक बंधुवर्ग समस्त को प्रभु यीशु ख्रीष्ट का नाम आंतरिक नमस्कार। तेरे कम समय आम परामर्श वाक्य शेष करने मुझे लंबा चढ़ा कहवाई चाहूना जेहेतु गत काली से समस्त सुपरामर्श संपादन होने प्रभुंकर महान दास मान द्वारा आज विशेषत हूँ शेष पर्याय ए नवदंपति पार्टी मानकर सुपरामर्श ग्रहण करने एवं परामर्श देवा शेष आशीर्वाद आज हूँ विशेष गुरुत्व विषय एवं गुरुत्व दायित्व गत काली प्रभु दास माने पुओ मान परामर्श देते परामर्श पर से माने विधाय मत देते किंतु आमे आज मंडली पक्षर पधे परामर्श अर्थ किसी शिक्षा रही जे पारिवारिक कीर्ति हिसाब से पड़ो आज से माने पत्नी पत्नी गत काली पुरोहित मान द्वारा से माने पत्नी पत्नी समाप्त केवल आज से बोधे शेष आशीर्वाद कारण रही तेणु जहाँ भी हो आम अनेक समय ये शुभ विवाह गुड़िक अनेक कोच मान परामर्श देता आम परामर्श किंतु
ଆଉ এই ଶେଷ ପରାମର୍ଶରେ ଗୋଟେ କଥା କହିବା ପାଇଁ ଚାହେଁ। ଏପିସି ପତ୍ର ତାର 5 ପର୍ବ 25 ପଦରେ ଏପରି ଲେଖା ଅଛି। ଏଫିସିୟ ତାର 5 ପର୍ବ 25 ପଦରେ, ହେ ସ୍ତ୍ରୀ ସ୍ୱାମୀ ମାନେ ଖ୍ରୀଷ୍ଟ ଯେପରି ମଣ୍ଡଳୀ ପ୍ରେମ କଲେ ତୁମ୍ଭେ ମାନେ ମଧ୍ୟ ସେହିପରି ଆପଣା ସ୍ତ୍ରୀ ମାନଙ୍କୁ ପ୍ରେମ କଲେ। ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଏବଂ ବିଶେଷତଃ এই ନବପ୍ରତିକୁ ଆଶୀର୍ବାଦ ତେବେ ଲେଖା ଅଛି ଏଠାରେ, ହେ ସ୍ୱାମୀ ମାନେ, ତାହା ଅର୍ଥ ପରିବାର ମଣ୍ଡଳୀ ମଧ୍ୟରେ କାହିଁକି ଖ୍ରୀଷ୍ଟଙ୍କର ନାମ ଏଠାରେ ପ୍ରଥମ ଦିଆଯାଇଛି? ଯେହେତୁ ଯେଉଁମାନଙ୍କର এই বিশ্ব জগতরে একমাত্র পরমেশ্বর যে আপনা অদ্বিতীয় পুত্রକୁ জগতরে পঠেলে এবং পারিবারিক এবং মণ্ডলীর তত্ত্ব নেবা পাই, তেণু সেই প্রভু যীশু খ্রিস্টଙ୍କର স্বরূপে মণ্ডলীକୁ এবং পরিবারକୁ পালন করিবা পাই এবং লালন করিবা পাই, ভরণ পোষণ করিবা পাই, প্রেম করিবা পাই, আদর করিবা পাই, ସବୁ ବିଷୟ ପ୍ରକାରେ ଆଉ ଏ ସବୁ ବିଷୟ ଆମେ ଦେଖିଥାଉ। କିନ୍ତୁ ଲେଖା ଅଛି, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ଖ୍ରୀଷ୍ଟ ଯେପରି ପରିବାରକୁ ପ୍ରେମ କଲେ, ଖ୍ରୀଷ୍ଟ ଯେପରି ଗୋଟେ ବ୍ୟକ୍ତିକୁ ପ୍ରେମ କଲେ, ଖ୍ରୀଷ୍ଟ ଯେପରି ଆପଣା ଲୋକମାନଙ୍କୁ ପ୍ରେମ କଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହିପରି ଜଣେ ସ୍ୱାମୀ ଆପଣା ସ୍ତ୍ରୀକୁ ସେଭଳି ପ୍ରେମ କରିବାକୁ ପଡିବ। ଯେହେତୁ ତଳପଦ ଲେଖା ଅଛି, ସେଥିପାଇଁ ତ ସେ ସ୍ତ୍ରୀ ଆପଣାକୁ କଣ କଲେ? ଉତ୍ସର୍ଗ କଲେ। ତା ଅର୍ଥ ଆଜିଠାରୁ ଗତକାଲିଠାରୁ ଯୋଉ ସମୟରେ ସେ ଝିଅ ବାହାରିଲେ ତାଙ୍କ ଘରଠାରୁ, ସେହି ସମୟଠାରୁ ଆଉ ତାଙ୍କର ନୁହନ୍ତି ଆଜ୍ଞା, ତାଙ୍କର ବଂଶ, ତାଙ୍କର ଅଂଶ, ତାଙ୍କର ଗାଁ, ତାଙ୍କର ଅଞ୍ଚଳରେ ଆଉ ରହିପାରିବେ ନାହିଁ। ସେ ଏହି ସ୍ୱାମୀ ପାଇଁ, ଏହି ଗୌର ପାଇଁ ସେ ଉତ୍ସର୍ଗ କରି, ସେ ତ୍ୟାଗ କରି ଆସିଲେ। ହାଲେଲୁୟା। ମୋର ପ୍ରିୟର ପୁଅ ଝିଅ ମାନେ, ଏହି ବାକ୍ୟ ଏତିକି ମୁଁ କହି ରଖେ। ପ୍ରିୟ ଯୁବକକୁ ମୁଁ କହେ, ଯୀଶୁକୁ ଯୋଉ ପ୍ରକାର ମଣ୍ଡଳୀକୁ ପ୍ରେମ କରନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ ପ୍ରକାର ମଣ୍ଡଳୀକୁ ଆଭରି କରି ରଖନ୍ତି, ଆଦର କରି ରଖନ୍ତି, ସ୍ନେହ କରନ୍ତି, ମମତା କରନ୍ତି, ସେହିଭଳି ବାକ୍ୟ କହେ ଆପଣା ସ୍ତ୍ରୀକୁ ପ୍ରେମ କରିବା ପାଇଁ। ପ୍ରେମ ସର୍ବଶ୍ରେଷ୍ଠ ହୋଇପାରେ। ଯୁବ ଅବସ୍ଥାରେ ବିଭିନ୍ନ ପ୍ରକାର ପ୍ରେମ ଜାଣିଛେ ଆଜ୍ଞା, ନା କଣ? ସାଙ୍ଗସାଥୀ ପ୍ରେମ, ବାପା ମା ପ୍ରେମ, ଆଉ ଏମିତି କି ବନ୍ଧୁବାନ୍ଧବ ପ୍ରେମ, ବିଭିନ୍ନ ପ୍ରକାରର ପ୍ରେମ ଜାଣିଛି। ସାଙ୍ଗମାନଙ୍କ ସହିତ ସାଙ୍ଗ ହେଲେ ଟିକେ ପ୍ରେମ ଜାଣିଛି, କିନ୍ତୁ ସ୍ୱାମୀ ସ୍ତ୍ରୀ ପ୍ରେମ ଜାଣିନଥିବ। ସ୍ୱାମୀ ସ୍ତ୍ରୀକୁ କେମିତି ପ୍ରକାର ପ୍ରେମ କରିବାକୁ ପଡିବ, କେମିତି ସେବା କରିବାକୁ ପଡିବ, କେମିତି ଆଦର କରିବାକୁ ପଡିବ, କେମିତି ସ୍ନେହ କଲେ ନିଜ ସ୍ତ୍ରୀ ଭାବେ ରହିବ, ତାହା ଜାଣି ନାହାଥିବ। ଆଜିକାଲି ପିଲାମାନେ ପାଠ ସିନା ପଢିଲେ, ପରିବାର ଗଠନ, ପରିବାର ବିଷୟ କଣ ଜାଣିନାହାନ୍ତି। ପୂର୍ବ କାଳ ପିଲାମାନେ ପିଠା କନ୍ଦା ଖାଇ ବାପା ସହିତ ବୁଲୁଥିଲେ, ବାପା ସହିତ କାମ ଦାମ କରୁଥିଲେ, ସବୁ ବିଷୟ ଦୁଃଖ ସୁଖ ଜାଣିଛନ୍ତି। ପ୍ରିୟର ପୁଅ, ଯେତେବେଳେ ସଂସାର ଭିତରେ ପଶିଲ, ଆସ୍ତେ ଆସ୍ତେ ପରିବାର ବିଷୟ ଜାଣିବ। କିନ୍ତୁ ପ୍ରଥମ ବିଷୟ ଲେଖା ଅଛି, ସେ ଝିଅ ତୁମ ପାଇଁ ସବୁ ତ୍ୟାଗ କଲେ, ବାପା ମାକୁ ତ୍ୟାଗ କଲେ, ତାଙ୍କର ଅଞ୍ଚଳ ତ୍ୟାଗ କଲେ, ତାଙ୍କର ମଣ୍ଡଳୀ, ତାଙ୍କର ଦେଶ ସବୁ ତ୍ୟାଗ କଲେ, ତାଙ୍କ ଘର ଦ୍ୱାର ସବୁ ତ୍ୟାଗ କଲେ, ତାଙ୍କର ବଂଶ ସବୁ ତ୍ୟାଗ କଲେ,
ତୁମ୍ଭ ପାଇଁ ସେ ଉତ୍ସର୍ଗୀକୃତ ହେଇଗଲେ ତାକୁ କେମିତି ହିସାବରେ ପ୍ରେମ କରିବାକୁ କେମିତି ହିସାବରେ ସେବା କରିବାକୁ ପଡିବ। ସବୁ ସମୟରେ ସବୁ ଅବସ୍ଥାରେ ସର୍ବ ସମୟରେ ନିଜ ସ୍ତ୍ରୀକୁ ବାଇବେଲ ଲେଖା ଅଛି ଆତ୍ମା ପରି ନା କଣ ଆଜ୍ଞା? ନିଜର ଶରୀରକୁ ଯେମିତି ଆମେ ଯତ୍ନ କରୁଛୁ, ନିଜର ଶରୀରକୁ ଯେମିତି ଭାବରେ ଆମେ ସ୍ନେହ କରୁଛୁ, ଆଦର କରୁଛୁ, କୌଣସି କାରଣରେ କୌଣସି ଜାଗାରେ ଯଦି କିଛି ବାଧାର କାରଣ ହୁଏ ଆମେ କେତେ ଦୁଃଖ ପାଉଛୁ, ସେହିଭଳି ନିଜର ସ୍ତ୍ରୀର ଦୁଃଖ ମଧ୍ୟ ଜାଣିବା, ନିଜର ସ୍ତ୍ରୀର ଅବସ୍ଥାକୁ ମଧ୍ୟ ଜାଣିବାକୁ ପଡିବ। ତାହେଲେ ସେ ଜ୍ଞାନବାନର ସ୍ୱାମୀ, ବୁଦ୍ଧିମତ୍ତା ସ୍ୱାମୀ ହେବ। ସ୍ତ୍ରୀର ଦୁଃଖ ଜାଣିନଥିବ, ସ୍ତ୍ରୀର ଆବଶ୍ୟକ ସେ ବୁଝୁନଥିବ, କିଛି ଲାଭ ନାହିଁ। ତେଣୁ ଆଉ ଗୋଟେ ଭାଷାରେ ଲେଖା ଅଛି କଳସ୍ୟ ପୁସ୍ତକରେ, ଆଉ ହେ ସ୍ୱାମୀ ମାନେ ଆପଣା ଆପଣା ସ୍ତ୍ରୀ ମାନଙ୍କୁ ପ୍ରେମ କର, ତାକୁ କଟୁ ବ୍ୟବହାର କର। ଆଜ୍ଞା, ଝିଅ ଆମ ପାଇଁ ଆସିଛି ବୋଲେ ଆମେ ଯଦି ମନ ଇଚ୍ଛାରେ କହିଦେବା, ମନ ଇଚ୍ଛାରେ ଗାଡ଼ି କରିଦେବା, ନହେବା ଭାଷା କହିଦେବା, ତାଙ୍କୁ ନହେବା ଅବସ୍ଥାରେ ଆମେ ଘର ବ୍ୟବହାର କରିବା, ତେବେ ଘରେ ସୁଖ ରହିବ ନାହିଁ, ଶାନ୍ତି ରହିବ ନାହିଁ, ପ୍ରେମ ରହିବ ନାହିଁ। ସାଧୁପାଲ କଳସ୍ୟ ମଣ୍ଡଳୀର ବିଶ୍ୱାସୀ ପରିବାର ମାନଙ୍କୁ କହିଲେ, ସ୍ୱାମୀ ସ୍ତ୍ରୀ ମାନଙ୍କୁ କହିଲେ, ତୁମେ ସ୍ତ୍ରୀକୁ କଠୋର ବ୍ୟବହାର କର ନାହିଁ, କଠୋର ଭାଷା କର ନାହିଁ। ତାହାର ଭାଷା ମଧୁର ହେବାର ଅଛି, ସ୍ୱାଦ ହେବାର ଅଛି। ତାହେଲେ ପରିବାର ସ୍ୱାମୀ ସ୍ତ୍ରୀ ମାନେ ସୁଖ, ଶାନ୍ତି, ପ୍ରେମ, ଆନନ୍ଦ। ଆମେ ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ଭାବରେ କିଛି ଭୁଲ ହୁଏ, ସେତେବେଳେ ଲଙ୍କା ପୁଣି କରିଥାଉ। ଟିକେ ଛୋଟିଆ ଡିଆସିଲା ଆଜ୍ଞା, ତାକୁ ଯଦି ଆମେ ଟିକେ ମାରିଦେଲେ ସାରା ସମଗ୍ର ପୃଥିବୀ ପୋଡି ହେଇଯାଉଛି। ଆମମାନଙ୍କ ଜିଭା, ଆମମାନଙ୍କର କଥା ଭାଷା ମଧ୍ୟ ଲଗାମ ଦେବାକୁ ପଡିବ। ବାବୁ, ସେମିତି ହେଲେ ତମ ପାଇଁ ଯେ ଉତ୍ସର୍ଗୀକୃତ ହେଇ ଆସିଥିବା ସ୍ତ୍ରୀ ତମକୁ ଭଲ ଭାବରେ ରଖିବେ, ଭଲ ପ୍ରେମ କରିବେ। ତମେ ଯଦି ଭଲ ଭାବରେ ତାକୁ କଥାରେ, ଭାଷାରେ, ଚାଲିଚଳନରେ, ବ୍ୟବହାରରେ କୌଣସି ପ୍ରକାର ଯଦି ପ୍ରୀତିକର କାରଣ କର, ତେବେ ଏହା କିଏ ଭଳି ପ୍ରଭୁଙ୍କର ପରିବାର ପିଲାମାନେ ହବ ବୋଲି କହିବେ? ଏ ପିଲାମାନେ କାହାର ପିଲାମାନେ ବୋଲି କହିବେ? ପ୍ରଥମେ ତମକୁ କହିବେ, କେତିକିଆ ପିଲା ଯେ ଏତେ ଟଙ୍କା ପଇସା ଖର୍ଚ୍ଚ କରି ବିବାହ କରିଦେଲୁ। ସ୍ତ୍ରୀକୁ ସ୍ତ୍ରୀକୁ ହିସାବରେ ଦେଖୁ ନାହିଁ, ବାପାକୁ ବାପା ହିସାବରେ ଦେଖୁ ନାହିଁ, ପ୍ରଭୁଙ୍କର ଉପାସନା କରୁ ନାହିଁ। ଗତକାଲି ମୁଁ ଗୋଟେ ମଣ୍ଡଳୀରେ ଯାଇଥିଲି, ମା ସେ ଭଉଣୀ ହଉଛି ବେହେରି ହେଇଛି। ବେହେରି ହେଲେ ତାର ସ୍ୱାମୀ କଣ ହେବା କଥା ଆଜ୍ଞା? ଆଉ ଟିକେ ମେଧାବୀ ହେବା, ପ୍ରଭୁ ଭୟ ହେବା କଥା। ଆରେ ମୋ ସ୍ତ୍ରୀ ଯେତେବେଳେ ମଣ୍ଡଳୀରେ ଯେ ବେହେରି ହେଇଛି, ହେଲେ ମୁଁ ତାଙ୍କ ସ୍ୱାମୀ କି କେମିତି ହେବା କଥା? ସେ ବେହେରି ହେଇକି ପ୍ରଭୁଙ୍କ ଲୋକମାନଙ୍କୁ ସେବା କରୁଛି, ତାର ସ୍ୱାମୀ ଗାଡି ଧରିକିରି ରବିବାର ଦିନ ଉପାସ ଭିନ୍ନରେ ଯାଉଛି। ଏଟା କି ପରିବାର? ଏଟା କି ଆମମାନଙ୍କର ପିଲାମାନେ? ବିବାହ ହେଲା ପରେ ବାପା ମାକୁ ପଚାରିବେ ନାହିଁ, ବିବାହ ହେଲା ପରେ ପ୍ରଭୁଙ୍କୁ ପଚାରିବେ ନାହିଁ, ବିବାହ ହେଲା ପରେ ପ୍ରାର୍ଥନାକୁ ପଚାରିବେ ନାହିଁ, ବିବାହ ହେଲା ପରେ ଗୀର୍ଜାକୁ ପଚାରିବେ ନାହିଁ। ଏତେ ଟଙ୍କା ପଇସା ଖର୍ଚ୍ଚ କରି ପ୍ରଭୁଙ୍କ ଲୋକମାନଙ୍କୁ ଡାକିଛନ୍ତି, ଏତେ ବଡ ବଡ ଅଭିଷିକ୍ତ ଲୋକମାନେ ଅଛନ୍ତି। ଏ ଆଶୀର୍ବାଦ ଦ୍ୱାରା ବଡ ବିଷୟ ଆଜ୍ଞା। ଗତକାଲି ଆଜି ପର୍ଯ୍ୟନ୍ତ ନିଜ ସ୍ୱାମୀ ସ୍ତ୍ରୀ ସମ୍ମାନ, ଭକ୍ତି ଭାବରେ, ପ୍ରେମ ଭାବରେ ରହିବା ଆବଶ୍ୟକ। ପିତା ମାତାକୁ ମଧ୍ୟ ତଦ୍ରୂପେ ସମ୍ମାନ। ବିବାହ ହେଇଗଲୁ ତ ପକ୍ଷୀ ମାନେ ଯେତେବେଳେ ତାଙ୍କ ବସା ଠାରୁ ପର ହେଲା ପରେ ଧୀରେ ଧୀରେ ଉଡିଯିବେ, ତା ଘର ଛିନିବେ ନାହିଁ, ତାର ବସା ଛାଡ଼ିଦେବେ, ସବୁ ଛାଡ଼ିଦେବେ। ସେମିତି ନ୍ୟାୟ କରିବାର ଆବଶ୍ୟକ ନାହିଁ ମୋର ପ୍ରିୟ
ପୁଅ ଝିଅମାନେ ବାପା ମା ପ୍ରଥମ ସ୍ଥାନରେ ଥିବେ। ଦ୍ୱିତୀୟରେ ଆମମାନଙ୍କୁ ସେ ସୃଷ୍ଟି କରିଥିବା ପରମେଶ୍ୱର ଆପଣମାନଙ୍କୁ ଜନ୍ମ ମାତାର ଉଦରରୁ ସ୍ୱାମୀ ସ୍ତ୍ରୀ ଭାବରେ ଗଠନ କରିଛି, ତାହାକୁ ପ୍ରଥମେ ସ୍ଥାନ ଦେବାକୁ ପଡିବ, ସମ୍ମାନ ଦେବାକୁ, ତାହାର ଆଦର କରିବାକୁ, ତାହାର ସେବା କରିବାକୁ ପଡିବ, ତାହାର ପୂଜା କରିବାକୁ ପଡିବ। ତେବେ ଆପଣମାନଙ୍କ ପରିବାର ସୁଖ ଶାନ୍ତିରେ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରିବେ, ମଙ୍ଗଳ କରିବେ, ସୁଖମୟ ଜୀବନ ଦେବେ। जो कौन सी स्थान मैंने जानतु स्वामी स्त्री कौन सी कारण असुविधा कारण हम ना किंतु प्रभु आपण सहित रहे से अपना तेज प्रकाश देवे परिवार मान को भयकारी परिवार मान को वाक्य लेखा से पढ़ुलु या शुणुल जे जो मैंने प्रभु को भय करथिबा परिवार स्वामी स्त्री माने किते हेबे आज्ञा ईश्वर से दीर्घ है जीत वृक्षर चार पर स्त्री स्वामी तार पिला जिला घर द्वार पूरा है ईश्वर क्षेत्र। तेणु विशेष आप विशेष मोर पुओ को विशेष अनुरोध करुच्ची जो झील प्रभु आप जोगेले देले तेरा निजर अंग भली व्यवहार कर निजर शरीर भली व्यवहार करबा पड़िबो आत्मतुल्य आत्मा सहित सेवा करबा पड़िबो आत्मा सहित आलिंगन करबा पड़िबो। केतेले ना केतेले आमे ए बुढ़ा अवस्था आसिलु मोर गुड़ हाथ गुड़ा सुला बिंदा हेले बुढ़ी को कहूँ टिके मालिश कर भूल के आमे स्वामी स्त्री ताने जब अवस्था किसी दुख आसब ना बोली तार किसी माने ना केतेले मुंड बथा हेतु बापा माँ को तब झील को टिके मालिश करबा पड़बो केतेले हाथ गुड़ सुला बिंदा हेले टिके मालिश करबा पड़बो। औषपत्र तो पर खता घरे लालन पालन बरण पोषण होते बड़ विषय औषपत्र डॉक्टर पाखे से सेवा कर तमें जब घरे जब स्त्री को सेवा कर से डाक्टर तार लेखा से सेवा कर। तेणु परिवार गठन हेबा परिवार चलेबा एते संभव नहीं दुख सुख अच्छी सब सह कर निखे कथा बिगड़बार ना निखे कथा छिड़की पड़ेबार नहीं सबू सह्य कले परिवार शांति रहे बापा माँ ठार शांति आशीर्वाद पाइब प्रभु लोक मान आशीर्वाद पाइब सेवा करवा निज स्त्री को सेवा करवा निज बापा माँ को सेवा करवा प्रभु को सेवा करवा प्रभु आपण पूर्ण आशीर्वाद तेणु अन्य विषय कहवाई चाहती प्रभु ये शिक्षा द्वारा परामर्श द्वारा प्रभु आपण यौवन अवस्था वृद्धा काल पर्यंत प्रभु सुख शांति प्रेम आनंद सहभागिता समृद्धि समस्त क्षेत्र में आशीर्वाद करते। धन्यवाद।